ତିନି ପିଢ଼ିର ଅଣନାତୁଣୀ ବୋହୂ ହବ। ମୁଁ ଆସିବାର ଏଇ ଗାଁକୁ ହେଲାଣି 65-67 ବର୍ଷ। ଏ ଗାଁକୁ ବୋହୂ ହେଇ ଆସିଲା। ତେଣୁକରି ମୋତେ ହେଇଗଲାଣି 85 ବର୍ଷ। ଆଉ ଯେତିକି ଦିନର ଆସିଛି ସେତେବେଳକୁ ଚାଲି ଯାଇଥିଲେ ନା, ଗୋପବନ୍ଧୁ ନଥିଲେ। ଗୋପବନ୍ଧୁ ନଥିଲେ, ଚାଲି ଯାଇଥିଲେ। ତାଙ୍କର ଗୋଟିଏ ପୁଅ ସେ ଜନ୍ମ କରିଥିଲେ। ଆଉ ଶୁଣିଛୁ ଜାଣିଛୁ, ଆମେ ତ ତାଙ୍କ ବଂଶଧର। ଆଉ ଗୋଟିଏ ପୁଅ ଜନ୍ମ କରିଥିଲେ, ସେ ପୁଅଟି ରୋଗୀରେ ପଡ଼ିଥିଲା। ଗୋପବନ୍ଧୁ ଗଲେ ଦେଶ ସେବା କରିବାକୁ। ବନ୍ୟା ବାତ୍ୟା ହେଲା, ଗୋପବନ୍ଧୁ କହିଲେ ମୁଁ ଯାଉଛି ଦେଶ ସେବା କରିବାକୁ। ଖାଇବାକୁ ଲୋକ ପାଉନାହାନ୍ତି, ଗଛ ପତ୍ରରେ ଚଢ଼ିଛନ୍ତି, କିଏ ଚାଳରେ ଚଢ଼ିଛି, ଗଛ ଘର ଦ୍ୱାର ସବୁ ଗଜାଡ଼ି ବୁଡ଼ି ଯାଇଛି, ଲୋକ ଖାଇବାକୁ ପାଟି ପଟୁ ହେଉଛନ୍ତି। ଆଉ ପୁଅ ତ ପଡ଼ିଛି ରୋଗରେ, କେମିତି ତମେ ଯିବ? ସେତେବେଳେ କାଦୁଅଙ୍କ ରାସ୍ତା, କହୁନ ଏଇଲେ କ'ଣ ଯେମିତିକା ସେତେବେଳେ କ'ଣ ଥିଲା ନା ମୋବାଇଲ ଥିଲା ନା କ'ଣ ଥିଲା, ଫୋନ ଥିଲା ନା କ'ଣ ଥିଲା, ସେ ବେଳରେ ଇଲେକ୍ଟ୍ରିକ ଆଲୁଅ ଥିଲା ନା କ'ଣ ଥିଲା? ଗୋପବନ୍ଧୁ ଯେତେବେଳେ ରାଜ୍ୟ ଦେଶ ଇଏ କରୁଥିଲେ, ସେତେବେଳେ କ'ଣ ଥିଲା ଦେଶରେ, କ'ଣ ଥିଲା ସ୍ୱାଧୀନ ଜିନିଷ? ମାନେ ଏବେ କାଳକୁ ସବୁ ହେଇଗଲା ଦୁନିଆ ରାଜନୀତି ଭଲ। ହେଲେ ପୁଅ ପଡ଼ିଛି ଏଇଭଳିଆ ଅବସ୍ଥାରେ, ଆଉ କେମିତି ଯିବ? ନା ନାଇଁ, ଲକ୍ଷ ଲକ୍ଷ ପିଲା ଭାସି ଯାଉଛନ୍ତି। ଦେଶକୁ ଦେଖିବି ନା ଗୋଟେ ପୁଅକୁ ଦେଖିବି? ଲକ୍ଷ ଲକ୍ଷ ପିଲା ଭାସି ଯାଉଛନ୍ତି। ମୁଁ କେମିତିକା ଗୋଟେ ପୁଅକୁ ଦେଖିବି? ଅନେକ ଦୁଃଖ କରି ପିଲା ତ ଅଛି ଭଲ। ତେଣୁକରି ସବୁ କଥା ବୁଝେଇକିରି ଗଲି। ତାପରେ 15 ଦିନ ଭିତରେ ଏ ପିଲାଟି ଚାଲିଗଲା। ଔଷଧ ପତ୍ରରୁ ସେତେବେଳେ କ'ଣ ଦୁନିଆ ଯାକ କହୁଛି, ଦୁନିଆରେ ତ କିଛି ନଥିଲା ନା ବିଶେଷ। କୁଆଡ଼େ ଗଲେ କାଦୁଅ ପଙ୍କରେ ନା ଆଣିବୁ, ଏଇଭଳିଆ ଦେଶ ଦୁନିଆ ନଥିଲା କି? ତାକୁ ତା ଔଷଧ ପତ୍ର କଲେ ନ କଲେ ସେ ତ ପିଲାଟି ଚାଲିଗଲା। ତାଙ୍କ ପାଖକୁ କ'ଣ ଟେଲିଗ୍ରାମ କି ତାର ସେକାଳେ ଯାହା ଥିଲା କଲାବେଳକୁ ସେ ତ ପିଲା ଚାଲିଗଲେଣି। ସେ ବି ଆସି ଦେଖିବ ସିଆଡ଼ୁ ତାଙ୍କର ସେଇ ଅବସ୍ଥାରେ ସେ ବୁଝିଥିଲେ, ସେଇ ଅବସ୍ଥାରେ ପିଲା ଚାଲିଗଲାରୁ ଆସିଲେ ତାଙ୍କର ମୃତ୍ୟୁ ଖବର ଆସିଗଲା। ଏ ରାଇଜକୁ ସିଆଡ଼ୁ ଫୁଲ ଝାଡ଼ ହେଇକିରି ଆସିଲା। ଆମ ଶାଶୁ ହେରିକା ଦେଖିଛନ୍ତି ତାଙ୍କୁ। ମାନେ ସେ ସିଧା ରୋଡ଼, ଗୋଟେ ତ ରୋଡ଼, ସେତେବେଳେ ନାଲି ରୋଡ଼ ଥିଲା ଆଉ ଜଗନ୍ନାଥଙ୍କ ସଡ଼କ। ସେଇଥିରେ ସାଜସଜା କରି ସିଆଡ଼ୁ ଲୋକ ଆଣିଲେ, ସମୁଦ୍ର ସ୍ୱର୍ଗଦ୍ୱାରରେ ତାଙ୍କୁ କୀର୍ତ୍ତିକାରଣ କଲେ। ତାପରେ ତାଙ୍କର ବଡ଼ ଭାଇ ଥିଲେ। ବଡ଼ ଭାଇ ଯେତେବେଳେ ଥିଲେ, ସେ ଗୋଟେ ପୁଅ କଲେ। ତାଙ୍କର ପୁଅ ନଥିଲେ, ଏ ପୁଅଟି ତ ମରିଗଲା। ସେ ଗୋଟେ ପୁଅ ତଡ଼ାସୁରୁ ଆଣିଲେ, ରାଜହଂସ ତଡ଼ାସୁରୁ ଆଣିଲାରୁ ସେ ପୁଅଙ୍କ ନାଁ ହେଉଛି ସଦାନନ୍ଦ ଦାସ। ସେ ବୃଦ୍ଧ ହେଇ ମରିଗଲେ, ତାଙ୍କ ମାଇପ ମରିଗଲେ। ତାଙ୍କର ଏ ପିଲା ଝିଲା ଯେଉଁ ଜନ୍ମ ହେଲେ ସଦାନନ୍ଦ ଦାସଙ୍କର, ତାକୁ ଆମେ ଦେଖିଛୁ। ତାଙ୍କ ଭାଇଙ୍କର ବୋହୂ ହେଲେ, ତାଙ୍କର ବୋହୂ ପୁଅ ଭଳିଆ ସେ ରହିଲେ ଆଉ। ତାଙ୍କୁ ଆମେ ଦେଖିଛୁ। ତାଙ୍କ ପିଲାପିଲି ଜନ୍ମ କଲେ, ସବୁ କଲେ, ଲାଳନ ପାଳନ ହେଲେ, ଚାକିରି ବାକିରି କଲେ। ଏ ଯୋଉ 7 ନାତି 7 ପୁଅ ତାଙ୍କର ଏଇ ଗାଁରେ ଅଛନ୍ତି। ସରକାର କ'ଣ କାଢ଼ିବା ଯେଉଁ 60 ଘର ଦେଖିଲାନି, ସେଇ ଘରେ ସେ ଥିଲେ ସବୁ। ଆଉ ତାଙ୍କର କିଛି ଘର ଅଲଗା ପଲଗା ହେଇନି, ମାନେ କିଛି ମାନେ ରିପାରିଂ କରିନାହାନ୍ତି ସରକାର। ସେମିତି ସବୁ ଯାହା ଆମେ ଦେଖିଛୁ ସେଇ ଘର। ସେ କେବଳ ସେଇ ଯେଉଁ ଜନ୍ମ ଜାଗାଟା ନୁହେଁ, ସେ ଘରଟା ମାଟି ଥିଲା। ମାଟି ଆଉ 60 ଘର ସବୁ ଥିଲା, ବୁଝିଲ? ମାଟି 60 ଘର ସବୁ ଥିଲା। ଲୋକମାନେ ଆସନ୍ତି, ମୁଣ୍ଡିଆ ମାରନ୍ତି, ଦର୍ଶନ କରନ୍ତି, ସବୁ କରିକି ପୁଳେ ମାଟି ତଳେ ଥିଲା କାଗଜ ଟୁଙ୍ଗା। ଏଇଲେ ସିନା ପର୍ସନାଲ ଯେତେବେଳେ କାଗଜ ଟୁଙ୍ଗାରେ ଟିକେ ମାଟି ନେଇକି ସେବା କରନ୍ତି, ମୁଣ୍ଡିଆ ମାରନ୍ତି, ବୁଲିକି ଯାଆନ୍ତି। ତାପରେ ତ ଏମିତିକା ହେଇକି ଥିଲା। ତାଙ୍କର ଗୋଟେ ଜୟନ୍ତୀ ଦିବସ ଥାଏ। ମୃତ୍ୟୁ ହେଇଛନ୍ତି କେଉଁଦିନ? ନେତ୍ର ଉତ୍ସବ ଦିନ, ଆଷାଢ଼ ମାସ ଜଗନ୍ନାଥଙ୍କର ନେତ୍ର ଉତ୍ସବ ଦିନ, ସେଇଦିନ ସେ ମୃତ୍ୟୁ ହେଇଛନ୍ତି। ଆଉ ତାଙ୍କର ଜନ୍ମ ହେଇଛନ୍ତି ଅକ୍ଟୋବର 9ରେ। ଜନ୍ମ ପାଳନ ଦିନ ଲୋକ ଏବେ ଆସୁଛନ୍ତି, ତାଙ୍କର ଜନ୍ମ ଦିବସ ହେଉଛି। ତେଣୁକରି ଯାହା